ମୁଁ କ'ଣ ଜାଣିଥିଲି ଆଜି ନର୍ମାଲ ଭଜାଟା ଏତେ ଭଲ ଲାଗିବ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ପୂର୍ଣ୍ଣିମା, ମୁଁ ମୋ ସ୍ୱାମୀଙ୍କ ସହିତ ବାଙ୍ଗଲୋରରେ ରହେ। ଆଜିର ଦିନ ଆରମ୍ଭ ହେଲା ମୋର ଠାକୁର ପୂଜାରୁ। ଠାକୁର ପୂଜା କରିସାରି ଭାବିଲେ ରୋଷେଇ କରିବେ। ରୋଷେଇ କଲା ଭିତରେ ଆପଣମାନେ ତ ସବୁବେଳେ କୋବି ଖାଇଥିବେ, କିନ୍ତୁ କୋବି ଡେମ୍ଫର ଭଜା କେବେ ଖାଇନଥିବେ। ଚାଲନ୍ତୁ ମୁଁ ଆଜି ଆପଣଙ୍କୁ ଦେଖାଉଛି କେମିତି ମୁଁ କୋବି ଭଜା ତିଆରି କଲି। କିଛି ନାହିଁ, ନର୍ମାଲ କୋବି ଡେମ୍ଫଟାକୁ ଟିକେ ଲମ୍ବା ଲମ୍ବା କରି କାଟିଦେବେ। ତା ସାଙ୍ଗରେ ଆଳୁ ବି ଟିକେ ପକାଇବେ। ଆଉ ହେଉଛି ତା ଦେହରେ ଟିକେ ପିଆଜ ଅଧିକ ପକାଇବେ। ପିଆଜ ଅଧିକ ପକାଇଲେ ଟିକେ ଭଲ ଲାଗିବ। ମୁଁ କ'ଣ କଲି, ସବୁ ପରିବାକୁ କାଟିବା ପାଇଁ ଲାଗିଗଲି। କୋବି ଡେମ୍ଫଟା କାଟିବା ପାଇଁ ବହୁତ ଭଲ ଯେ, କିନ୍ତୁ ପନିକିରେ ଟିକେ କାଟିଲେ ସୁବିଧା ହୁଏ। ଏଠି ଛୁରୀରେ ମୁଁ ଫାଷ୍ଟ ଟାଇମ୍ ପାଇଁ ମାନେ କାଟୁଛି ଛୁରୀରେ, ସେଥିପାଇଁ ମୋତେ ଟିକେ ଅସୁବିଧା ହେଉଛି ଛୁରୀରେ କାଟିବା ପାଇଁ। ମାନେ କାଟି ଦେଉଛି, ବାସ୍ ଯେତିକି ସ୍ପିଡ଼ ପନିକିରେ ହେଇପାରିବ ସେଇଟା ହେଇପାରୁନି। କୋବିର ଡେମ୍ଫଟା ଯେତେ ପତ୍ର କମ୍ ଥିବ ଆଉ କଅଁଳିଆ କଅଁଳିଆ ହେଇଥିବ ଭଲ ଲାଗିବ ଖାଇବା ପାଇଁ, ପ୍ଲସ୍ କାଟିବା ପାଇଁ ବି ଭଲ ଲାଗିବ। ସେଥିପାଇଁ ମୁଁ ତ ମାନେ କଅଁଳିଆ କଅଁଳିଆ ପତ୍ର ୟୁଜ୍ କରିଛି। ଆପଣମାନେ ଦେଖିବେ ଆପଣଙ୍କ ହିସାବରେ କେମିତି କ'ଣ। ଆଉ ହଁ, ତା'ର ଯେଉଁ ମଝିରେ ଯେଉଁ ଦଣ୍ଟାଟା ବାହାରେ ସେଟାକୁ ବି କାଟିକି ପକାଇବେ, ବହୁତ ଭଲ ଲାଗିବ ଭଜାରେ। ଆପଣମାନେ ଏଇ ଯେଉଁ ରେସିପିଟା ମୋତେ ମୋ ମା ଆମ ଘରେ କରିକି ଦିଏ ଖାଇବା ପାଇଁ। ତ ମୁଁ ବି ଭାବିଲି ଆଜି ମୁଁ ବି ନିଜେ କରିକିନା ଏଇଟା ଖାଇବି। ମା ତ ସବୁବେଳେ କରିକି ଦିଏ, ମୁଁ ବି କରିକି ଖାଏ, କେମିତି ଲାଗୁଛି ମୁଁ ବି ଦେଖିବି। ଆଉ ଆଜି କୋଇନ୍ସିଡେନ୍ସ ମୋ ମା ଫୋନ୍ କରିଥିଲେ, ମୋ ମାଆକୁ ପଚାରିଲି କ'ଣ ରୋଷେଇ କରିଛ ବୋଲି। ମାଆଙ୍କୁ ପଚାରିଲା ବେଳକୁ ଆଜି ମା ବି ଏଇଆ କରିଥିଲେ। ମୋତେ କହିଲେ, ମୁଁ ବି ମାଆଙ୍କୁ କହିଲି କି ମୁଁ ଆଜି ଏଇଟା କରିଛି ବୋଲି। ପରିବା ସବୁ କଟାକଟି କରିସାରିଲା ପରେ ଦେଖିଲା ବେଳକୁ ସେପଟରେ ଭାତ ବି ହେଇଯାଇଥିଲା। ତ ମୁଁ ଭାତ ବି ଗାଳିବା ପାଇଁ ବସାଇଦେଲି। ଦେଖିଲି ସାଙ୍ଗମାନେ କେଉଁମାନେ ଏଇପରି ଭାତ ଗାଳନ୍ତି କହିବେ ମୋତେ ଟିକେ। ମୁଁ ତ ଏଇପରି ଗାଳେ, ମାନେ ଘରେ ଆମର ଏମିତି ଗାଳୁ ନଥିଲୁ, ହାଣ୍ଡିରେ ରୋଷେଇ କରୁଥିଲୁ। ତ ଏଠି ଡିସ୍ରେ ରୋଷେଇ କରୁଛୁ ବୋଲି ଏଟାରେ ମୁଁ ଏମିତି ଗାଳୁଛି। ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ ସାଙ୍ଗମାନେ, କେଉଁମାନେ ଆଗରୁ ଏଇସବୁ ଖାଇଛନ୍ତି। ମୁଁ ତ ଆଗରୁ ଖାଇଥିଲି, ଏବେ ନିଜେ ବନେଇକି ଖାଉଛି। ଆଉ ହଁ ସାଙ୍ଗମାନେ, ମୋର ଏବେ ମୁଁ ଫାଷ୍ଟ ବ୍ଲଗ୍ ଷ୍ଟାର୍ଟ କରିଛି। ଯଦି ଆପଣଙ୍କୁ ମୋ ବ୍ଲଗ୍ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ ପ୍ଲିଜ୍। ଆଉ ମୋର କିଛି ଭୁଲ ରହୁଥିବ ଯଦି ମୋତେ କମେଣ୍ଟ କରି କହିବେ, ମୁଁ ସେ ଭୁଲ ଗୁଡ଼ାକୁ ନେକ୍ସଟ ଭିଡ଼ିଓରେ ରିପିଟ୍ କରିବିନି। ତ ଟ୍ରାଏ କରିବି କିଛି ଭଲ ଭିଡ଼ିଓ କରିବା ପାଇଁ। ଆଉ ହଁ ସାଙ୍ଗମାନେ, ରୋଷେଇ କରିସାରିଲା ପରେ ମୋ ସ୍ୱାମୀଙ୍କୁ ଦେଲି ଟେଷ୍ଟ କରିବା ପାଇଁ, ମାନେ ଖାଇବା ପାଇଁ। ସେ କହିଲେ ବହୁତ ଭଲ ଲାଗୁଛି। ମୁଁ ବି ଖାଇକି ଦେଖିଲି, ବହୁତ ଭଲ ଲାଗୁଛି। ଆଉ ସାଙ୍ଗମାନେ ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ ଏଇ ଜିନିଷଟା କ'ଣ। ରହିଲି, ଜୟ ଜଗନ୍ନାଥ।